ଆଦ୍ୟ ଜୁନ୍ ମାସର ସକାଳଟି ଥିଲା ବେଶ୍ ଉଜ୍ଜ୍ୱଳ ଓ ଅପେକ୍ଷାକୃତ ଶାନ୍ତ। ସବୁଦିନ ପରି ବାଲକୁନିର ଚାହା କପ୍ଟି ଧରି ଓଡ଼ିଆ ଖବରକାଗଜଟିକୁ ଉଲଟାଉଥିଲି। ହଠାତ୍ ଗୋଟିଏ ସ୍ଥାନରେ ମୋର ଦୃଷ୍ଟି ଅଟକିଗଲା। ଖବରକାଗଜ ତରଫରୁ ବିଜ୍ଞାପନଟେ ବାହାରିଛି। ସେଇ ମାସର ତୃତୀୟ ରବିବାରର ପିତୃ ଦିବସ ଉପଲକ୍ଷେ ପାଠକମାନେ ନିଜ ପିତାଙ୍କର ତ୍ୟାଗ ଓ ପ୍ରେରଣାକୁ ସ୍ମରଣ କରି 30ଟି ଶବ୍ଦ ମଧ୍ୟରେ ବାର୍ତ୍ତାଟିଏ ପଠାଇବେ, ତାହା ସମ୍ପୃକ୍ତ ଖବରକାଗଜର ସେଦିନ ସଂଖ୍ୟାରେ ପ୍ରକାଶ ପାଏ। ବିଜ୍ଞାପନଟି ପଢ଼ି ମୁଁ ବି ତୁମ ଉଦ୍ଦେଶ୍ୟରେ ବାର୍ତ୍ତାଟି ଲେଖିବାକୁ ମନ କଲି। ହେଲେ କ'ଣ ଲେଖିବି? ମୋ ଜୀବନର ତୁମ ଭଲ ପାଇବା ନା ତ୍ୟାଗର ଭୂମିକା ବିଷୟରେ? ନନା, ତୁମେ ଏ ସଂସାର ଛାଡ଼ି ଚାଲି ଯିଲା ବେଳକୁ ମୋର ବୟସ ହୋଇଥିଲା ମାତ୍ର 36 ବର୍ଷ। ଦୀର୍ଘ 36 ବର୍ଷର ଭଲ ପାଇବାର ସ୍ମୃତିକୁ କେମିତି ମୁଁ ସାଉଁଟି ରଖିବି ଏହି 30ଟି ଶବ୍ଦର ବନ୍ଧନୀ ଭିତରେ? ଆଉ ମୋ ଜୀବନରେ ତୁମର ଭୂମିକା? ଆଜି ବି ତୁମେ ଦେଇଥିବା ଶିକ୍ଷା ମୋ ଜୀବନର ବତୀଘର। କେଉଁଠାରୁ ଆରମ୍ଭ କରିବି ମୁଁ ସେସବୁ? ଦୁଇଟି ସୁନାନାଗୀ ଝିଅ କୂଳ ଉଜ୍ଜଳା କଲା ପରେ ତୁମ ସୀମିତ ରୋଜଗାରର ସଂସାରକୁ ମୋ ପରି ଆଉ ଏକ ଝିଅର ଆଗମନ କେବେ ହିଁ ଆକାଙ୍କ୍ଷିତ ନଥିଲା। ତଥାପି ତୁମେ ମୋତେ ସ୍ୱାଗତ କଲ ବହୁ ଦିନରୁ ଅପେକ୍ଷିତ ଭଳି। ମୋର କିଛି ବି ଅଭାବ ରଖିଲ ନାହିଁ। ତୁମ ସ୍ନେହର ଆଞ୍ଜୁଳା ଅଞ୍ଜଳା ଗଙ୍ଗଶିଉଳି ଫୁଲର ମହକରେ ମହକିତ ହୋଇ ମୁଁ ଧୀରେ ଧୀରେ ବଡ଼ ହୋଇଥିଲି। ପିଲାବେଳୁ ଦେଖି ଆସିଛି ସବୁବେଳେ ତୁମ ମୁହଁଟି ହସ ହସ, ଶାରଦୀୟ ଜ୍ୟୋତ୍ସ୍ନା ପରି ସ୍ନିଗ୍ଧ ଓ ଉଜ୍ଜ୍ୱଳ, ସୁଖରେ ବି ଆଉ କେଡ଼େ କେଡ଼େ ଦୁଃଖରେ ବି। ତୁମ ଜୀବନର ଅଭିଧାନରେ କ୍ରୋଧର ଶବ୍ଦଟା ହିଁ ନଥିଲା। ଆଖିରୁ ତୁମର ଉଛୁଳି ପଡ଼ୁଥିଲା ସମସ୍ତଙ୍କ ପାଇଁ ଅଜସ୍ର ଭଲ ପାଇବା ଆଉ କରୁ। ଆମମାନଙ୍କ ଜୀବନର ଅଗଣାକୁ ଆଲୋକିତ କରିବାକୁ ପଣ କରି ତୁମେ ମହମବତୀଟିଏ ପରି ଜଳି ଯାଉଥିଲ। କଠିନ ପରିଶ୍ରମ କରି ଚାଲିଥିଲ ଆମ 3 ଭଉଣୀଙ୍କୁ ଦୁନିଆର ବଡ଼ ଦାଣ୍ଡରେ ମଣିଷ ଭଳି ମଣିଷ କରି ଠିଆଇବ ବୋଲି, ଆଉ କରିଥିଲ ମଧ୍ୟ। ତୁମକୁ ଜାଣିଥିବା ଲୋକ କହନ୍ତି ତୁମେ ଥିଲ ସରଳତା, ସାଧୁତା ଓ ନୈତିକତାର ପ୍ରତୀକ। ସେହି ସବୁ ମୂଲ୍ୟବୋଧର ଭିତ୍ତି ଉପରେ ତୁମ ପିଲାମାନଙ୍କର ଜୀବନ ଗଢ଼ିବାକୁ ଯାଇ ନିଜ ଜୀବନର ସବୁ ଅୟସ ଆରାମକୁ ଜଳାଞ୍ଜଳି ଦେଇଥିଲି। ହେଲେ ସେଥିରେ ତୁମର ଦୁଃଖ କି ଅବଶୋଷ ନଥିଲା। ମୋର ସବୁ ଭଉଣୀମାନେ ତୁମର ମୁଣ୍ଡ ଉଚ୍ଚ କଲା ପରି କୃତିତ୍ୱ ଦେଖାଇ ନିଜ ନିଜ କ୍ଷେତ୍ରରେ ସୁପ୍ରତିଷ୍ଠିତ ହୋଇପାରିଲେ। କେବଳ ପଛରେ ମୁଁ ହିଁ ରହିଯାଇଥିଲି। ତୁମେ କିନ୍ତୁ ମୋର ସବୁ ବିଫଳତାକୁ ଆଖି ମୁଜି ଦେଇ ଛୋଟ ଛୋଟ କୃତିରେ ବି ସେମିତି ଖୁସିରେ ଆତ୍ମହରା ହୋଇଯାଉଥିଲ, ଠିକ୍ ଯେମିତି ମୋ ଭଉଣୀମାନଙ୍କର ବଡ଼ ବଡ଼ ସଫଳତାରେ ହୁଅ। ସମୟର ଶଗଡ଼ ଗୋଳାରେ ଗଡ଼ି ଚାଲୁଥିଲା ଜୀବନ। ତାରି ଭିତରେ ବଢୁଥିଲା ତୁମ ବୟସ ଆଉ ବିଗୁଡୁଥିଲା ତୁମ ସ୍ୱାସ୍ଥ୍ୟ। ସେଥିରେ ପୁଣି ତୁମ ଉପରେ ଥିଲା ମୋ ପରି ଗୋଟେ ଶ୍ୟାମାଙ୍ଗ ଅପରାଗ ଝିଅକୁ ବିବାହ ଦେବାର ଦାୟ। ପାଠପଢ଼ା ସରିଗଲା ପରେ ପ୍ରତିଯୋଗିତାପୂର୍ଣ୍ଣ ଦୁନିଆରେ ମୁଁ ଥରକୁ ଥର ଝୁଣ୍ଟି ପଡୁଥିଲି। କ୍ରମାଗତ ବିଫଳତା ଯୋଗୁଁ ମୁଁ ମୋ ଭିତରେ ସିକୁଡ଼ି ହୋଇ ଯାଉଥିଲି। ହରାଇ ଚାଲୁଥିଲି ମୋର ଆତ୍ମବିଶ୍ୱାସ। ଭବିଷ୍ୟତ ଆଶଙ୍କାରେ ବହୁ ବ୍ୟସ୍ତିବିବ୍ରତ ହେଉଥିଲା। ତୁମେ କିନ୍ତୁ ଥିଲ ଅବିଚଳ। ମୋତେ ଗଢ଼ି ଦେଇଥିଲ ସମ୍ବେଦନଶୀଳ ମଣିଷଟିଏ କରି, ଶିଖେଇଥିଲ ସରଳ ଜୀବନର ମହତ୍ଵ, ଆଉ ବିଶ୍ୱାସ ରଖିଥିଲ ବସ୍ତୁବାଦୀ ଦୁନିଆରେ ଆଶାନୁରୂପ ସଫଳ ନହେଲେ ବି ମୁଁ ମୋ ଜୀବନର ସାପ ସିଡ଼ି ଖେଳରେ କେବେ ବି ହାରିଯିବିନି ବୋଲି। ଆଉ ସେଇ ବିଶ୍ୱାସର ଡାଳ ଖଣ୍ଡେ କେତେବେଳେ କେଜାଣି ମୋ ମନରେ ବି ପୋତି ଦେଇଥିଲି, ଯୋଉଟା ଆଜି ବି ବଞ୍ଚିଛି। ମୃତ୍ୟୁର କିଛି ଦିନ ପୂର୍ବରୁ ରୋଗ ଶଯ୍ୟାରେ ଥାଇ ଦିନେ ମୋତେ ପଚାରିଥିଲ ମୋର ଭଲ ମନ୍ଦ ବିଷୟରେ ବୁଝିଥିଲ। ମୁଁ ଉତ୍ତର ଦେଇଥିଲି, ହାରି ଯାଇନି ନନା। ତୁମେ ଶିଖେଇଥିବା ମୂଲ୍ୟବୋଧ ଆଉ ମଣିଷ ପଣିଆକୁ ପାଥେୟ କରି ଜୀବନ ଚାଲିଛି ବେଶ୍ ସୁରୁଖୁରୁରେ। ହେଲେ ଏ କ'ଣ ମୁଁ ଦେଖିଥିଲି 36 ବର୍ଷ ଜୀବନରେ ଯାହା କେବେ ବି ମୁଁ ଦେଖିନଥିଲି। ତୁମ ଆଖି ହୋଇଥିଲା ଲୁହ ଛଳ ଛଳ। କିନ୍ତୁ କାହିଁକି ନନା? ସେଦିନ ଜାଣିପାରିନଥିଲି, ଆଉ ଆଜି ବି ଜାଣିପାରୁନି ଯେ ତୁମ ସେ ଲୁହର କାରଣ କ'ଣ। ଥରେ ହେଲେ ତ ମୋତେ କହି ଯାଇଥାନ୍ତ ନନା ସେ ଲୁହର କାରଣ।